ଦେଖିପାରୁଥିବେ ବର୍ତ୍ତମାନ ଏ ଯେଉଁ ବରଗଛ ଏଠି ବହୁତ ଲୋକଙ୍କର ଜୀବନ ଯାଇଛି। ଆଉ ଏ ଯେଉଁ ଲତା ଗୁଡ଼ା ବି ଦେଖୁଛନ୍ତି ଇଏ ରାତି ହେଲେ କୁହନ୍ତି ଯେ ଯେଉଁ ରାତି ହେଲେ ଇଏ ଅଟୋମେଟିକ୍ ଚାଲେ ମତଲବ ମାନେ ଏଇଠି ଯଦି ତୁମେ ଠିଆ ହେଇଥିବ ସେ ଅଟୋମେଟିକ୍ ତୁମ ବେକରେ ଗୁଡ଼େଇ ହେଇଯିବ। ମାନେ ଏଇଟା ଗାଁ ଲୋକ କୁହନ୍ତି ବହୁତ ଖତରନାକ ଜାଗା, ମାନେ ଛାଡ଼ିଦେବ। ମାନେ ଲୋକ ବି କୁହନ୍ତି ଏଇ ଯେଉଁ ତଳେ ଏଇ ବୁଦା ମୂଳରେ ବି କେତେ ଜଣ ମରିଛନ୍ତି। ତ ଆମେ ଦେଖିବା ଆଗକୁ ଏରା ଛୁଇଁଲେ କିଛି ଅସୁବିଧା ନାହିଁ ତ। ଇଏ ହେଉଛି ସେଇ ଡେଞ୍ଜର ଓହଳ। ଏଠି ଷ୍ଟାର୍ଟ। ଏ ଯେଉଁ ଓହଳ ଦେଖୁଛନ୍ତି କେତେ ବଡ଼ ବଡ଼ ଓହଳ ଦେଖେଇଦେ ଟିକେ। ମାନେ ପୁରା ଇଏ ଯେଉଁ ବରଗଛ ଓହଳ ଦେଖିଲା ମାନେ ନିଜକୁ ଆପଣମାନଙ୍କୁ ବି ବହୁତ ମାନେ ଭୟ ଲାଗୁଥିବ। ମୋତେ ବି ଟିକେ ଭୟ ଲାଗୁଛି କାହିଁକିନା ସନ୍ଧ୍ୟା ହେଇ ଆସିଛି। ତ ଆମେ ବି ଏଠି 2 ଜଣ ହିଁ ଅଛୁ, କାହିଁକିନା ଆଉ ତ କେହି ଆସିବାକୁ ଭୟ କଲେ ସମସ୍ତେ। କିନ୍ତୁ ଆମେ ତଥାପି ଯେହେତୁ ଆସିଛୁ ଟିକେ ଭଲ ଲାଗି ଆମେ ଦେଖେଇ ଦେଉ ଜାଗାଟା, ପୁରା ଏରିଆଟା ପୁରା। ଆସ। ଆରେ ବାପ, ମାନେ ଏଇଗୁଡ଼ା ରାତିରେ କୁହନ୍ତି କ'ଣ କହିଲ, ମାନେ ଏଇ ଠିଆ ହେଇଥିବୁ ତ ଯଦି ବେକରେ ମାନେ ଗୋଳେଇ ବାଇଚାନ୍ସ ହେଇଯିବ। ଯଦି ଆସିଥିବୁ ତାହେଲେ ଇଏ ଅଟୋମେଟିକ୍ ବେକରେ ଗୋଳେଇ ଦେବ, ମାରିଦେବ। ମାନେ ଏମିତି। ଏରା ସିମିଆ ଭଳିଆ କ'ଣ ଦେଖାଯାଉଛି। ହଁ, ମାନେ ପୁରା ଖତରନାକ ପରିଆ ଦେଖାଯାଉଛି ପୁରା ନା। ଏ ପୁଣି ବାଟ ମଝିରେ ଓହଳିଛି। ଆଉ ଏଠି ବି ତ ଭୟ ଲାଗିବ ପୁରା। ଇଏ ହେଉଛି କାହା ପରିଆ କହିଲୁ, ଆମର ଏ ଗଛଟି ଜଣାପଡ଼ୁଛି ଆମର ଯେଉଁ କଟକ ଚୌଦ୍ୱାର ଯେଉଁ ଆମର ଜଣଙ୍କ ଘର ଯେଉଁ ଭୂତ କୋଠି ଯେଉଁ ଲୋକେସନଟି ଥିଲା, ଏ ତାରି ଗଛ ପରିକା ଦେଖାଯାଉଛି ବରଗଛଟି, ପୁରା ଝଙ୍କାଳିଆ ହେଇକି। କ'ଣଟା ବି ଲାଗିଲା ପୁରା। ତ ଆମେ ବି ସେ ଭିତରକୁ ଯାଇ ବି ପାରିବୁନି, କିନ୍ତୁ ନହେଲେ ସେଇ ଭିତରେ ବି ଆମ ଦେଖେଇଥାନ୍ତୁ। ମାନେ ବହୁତ ଉଇ ହୁଙ୍କା ଆଉ ବିଭିନ୍ନ କପଡ଼ା ବି ପଡ଼ିଛି ତା ଭିତରେ। ତ କାହିଁକିନା ଯେହେତୁ ଏଇଟା ଟିକେ ଖତରନାକ ଜାଗା ଅଛି, ତ ସେଥିପାଇଁ ଟିକେ ଏକା ଏକା ଲାଗୁଛି, ନିଛାଟିଆ ଲାଗୁଛି। ତ ଆମେ ଦେଖିବା ଇଆଡ଼େ ବି ଇଏ ଅଛନ୍ତି ନା କ'ଣ ନାଇଁ ଭାଇ। ପୁରା ଇଏ ବି ଆମ୍ବ ଗଛ ଦିଟା ବି ଏଠି ଆମ୍ବ ଗଛ ମାନେ ଅଛି ସିନା, କିନ୍ତୁ ଆମ୍ବ ହଉନି। ମାନେ ଇଏ ଗୋଟେ ଅଜବ ଜିନିଷ। ଭୂତ ଖାଇଦଉଛି। ହଁ ହେଇଥିବ, ଭୂତ ଖାଉଥିବ କି କିଏ ଖାଉଥିବ ଜଣା ନାହିଁ, କିନ୍ତୁ ଏ ତ ଦେଖିଲେ ହିଁ ଭୟ ଲାଗୁଛି ବରଗଛଟାକୁ। ଆଉ ଏଠି ରାତିରେ କ'ଣ ରହିବୁ, ରାତିରେ ଆସିପାରିବନି। ଆଉ ଏଠି ବି ଅଛି ଦେଖିବ। ସେ ଭିତରକୁ ଯିବାକୁ ଭୟ ଲାଗୁଛି, ମାନେ ଯେମିତି ଝଙ୍କାଳିଆ ଜଙ୍ଗଲ ହେଇଛି। ମାନେ ଗଛ ସେଠି ତା ଓହଳ ଆସିଛି ଏଠି ଏମିତି ପୁରା ପଡ଼ି 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 ଏପର୍ଯ୍ୟନ୍ତ ଆସିଛି ନା। ମାନେ ରାତିରେ ବି ରହିଲେ ଏଠି ପୁରା ଭୟ ଲାଗିବ। ହଁ, ଭୟାନକ ଭୂତ ଗୁରା ଖାଇଯିବ, ବେକରେ ଗୋଳେଇ ଦବ। ବେକରେ ପୁରା ଗୁଳେଇ ଦେବ ଇଏ। ମାନେ ଲୋକ କହୁଛନ୍ତି, ଲୋକ କହିବା କଥା ଯେ ଏଠି ତମେ ଯଦି ସନ୍ଧ୍ୟା ପରେ ଯଦି ଆସିଲ ତାହେଲେ ଇଏ ମରିବାଟି ପୁରା ଫାଇନାଲ୍। କାହିଁକିନା ଗଛ ଦେଖିଲେ ବି ସେମିତି ଲାଗୁଛି। ତ ଅଠା ଅଠା ପରିକା ଲାଗିଲା, ବରଗଛ ଅଠା ଲାଗିବନି କ'ଣ ଲାଗିବ। କିନ୍ତୁ ଏଠି ତ ଏଇଟା ତ ପୁରା ଶୁଖିଯାଇଛି, ଆଉ ଏଠି ଅଠା କାହିଁ। ପୁରା ଏଇଟା ଏଇଟା ପୁରା ତଳକୁ ଯାଇଛି। ଏଇଟା ପୁରା ତଳକୁ ଲାଗିଛି। ଆ ଦେଖିବେ ଦେଖନ୍ତୁ, ଏମିତି ପୁରା ତଳକୁ ଯାଇଛି, ପୁରା ତଳେ ମିଶି ଯାଇଛି ଏଇଟା। ମାନେ ଏଇଗୁଡ଼ା ସବୁ ଦେଖିବାକୁ ଟିକେ ଭୟ ଲାଗେ। ତଥାପି ଦେଖିବା। ଆଉ ଆମର ଏଇ ସାଇଡ଼୍ଟା ବି ଦେଖିଦେବା, ତାର ଚାରିପଟ ବୁଲିକି। ପୁରା ଝଙ୍କାଳିଆ ବରଗଛ, କେତେ ବଡ଼। ହଁ, ପୁରା ଦେଖିବାକୁ ବି ବହୁତ ଅଜବ ଲାଗୁଛି, କିନ୍ତୁ ଇଏ ବହୁତ ଡେଞ୍ଜର, ଖତରନାକ। କାରଣ ଏ ଯେଉଁ ସବୁ ଓହଳ ଦେଖାହେଉଛି ପୁରା ଉପରୁ ତଳକୁ ଆସିଛି, ପୁରା ଚେର ଲାଗିଯାଇଛି। ଆଉ ଇଏ ବି ଯେଉଁ ସାଇଡ଼ରେ ସବୁ ଜଙ୍ଗଲ ଅଛି, ମାନେ ୟାକୁ ବି ଦେଖିବା ପାଇଁ ବହୁତ
ଆରେ ଗାଈ ହାଏ ମାନେ ଆମ ଦେଖା ଦେଖି ବର୍ତ୍ତମାନ ଗାଈ ବି ଆସୁଛନ୍ତି କ'ଣ ଆଉ ମାରିବନି ଚାଲ ଆପଣ ଯାଆନ୍ତୁ ସିଆଡ଼େ। ଗାଈ ଏତେ ଏଠି ତ କେହି କେଉଁ ଗାଈ ଫାଇ କେହି ନାହାନ୍ତି ତଥାପି ଏଠି ଗାଈ କୁଆଡ଼େ ଆସିଲା ବେ। ମେନ୍ ରୋଡ଼ଟା ରହୁଛି ଆମର ସେଇ ସାଇଡ଼୍ରେ ଯେଉଁ ଗାଈ ଯୁଆଡ଼େ ଯାଉଛି ସେଇ ସାଇଡ଼୍ରେ ଆମର ମେନ୍ ରୋଡ଼। ଆଉ ଇଏ ହେଉଛି ପୁରା ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ବରଗଛଟାକୁ। ତା ମୂଳରେ ହିଁ ପଡ଼ିଛି ଆମର କିଛି କପଡ଼ା ଆଉ ଉଇ ହୁଙ୍କା ହେଇଛି। ଆମେ ଟିକେ ଯିବା ପାଇଁ ଯେତେ ଚେଷ୍ଟା କଲେ ବି ସୁଦ୍ଧା ସେ ଭିତରୁ ଯାଇପାରୁନି କାହିଁକିନା ବିଛୁଆତି ବି ଅଛି ତା ଭିତରେ। ଆଉ ଏ ବି ଗଛପତ୍ର ବି ପୁରା ଝଙ୍କାଳିଆ ହେଇଯାଇଛି ଦେଖନ୍ତୁ। ଏ ହେଉଛି ପୁରା ସମ୍ପୂର୍ଣ୍ଣ ଗଛ। ବର୍ତ୍ତମାନ ଆମେ ଯାଉଛୁ ଇଏ ହେଉଛି ଗୋଟେ ବର ଗଛ ଆଉ ଗୋଟେ ବି ଗଛ ଗୋଟେ ଅଛି ଆମେ ଯାଉଛୁ ଆପଣଙ୍କୁ ବି ଦେଖେଇବୁ। ଏଇ ଆଗରେ କୁହନ୍ତି ଲୋକ ଆଉ ଗୋଟେ ବର ଗଛ ଅଛି ଇଏ ହେଉଛି ଦି ଭଉଣୀ ଆଉ ସେଠି ବି କିଛି ଆକ୍ଟିଭିଟି ଦେଖାଯାଏ। ଆରେ ଏଠି କିଏ ଘର ବି କରିଛି ଦେଖନ୍ତୁ ଏଠି କିଏ ଗୋଟେ ଘର ବି ଗୋଟେ କରିଛି କପଡ଼ା ବି ପଡ଼ିଛି ନା ତ ପୁରା ଡେଞ୍ଜର। ବର୍ତ୍ତମାନ ଆମେ ଆଉ ଗୋଟେ ଗଛ ଟିକେ ଯାଉଛୁ ଦେଖିବା ସେଠି କିଛି ଆମ ପାଇଁ ଆକ୍ଟିଭିଟି ଅଛି କି ନାହିଁ। ମନରେ ତ ବହୁତ ଭୟ ବି ଲାଗୁଛି କିନ୍ତୁ ଯିବାକୁ ହିଁ ପଡ଼ିବ। ଏ ଆସ ଆମ ସାଙ୍ଗରେ ଆଜି ସେ ବସୁ ଭାଇ ଆଉ କେହି ବି ନାହାନ୍ତି ଆମେ କେବଳ ହିଁ 2 ଜଣ। ତ ଦେଖିବା ପୁରା ଝଙ୍କାଳିଆ ଗଛ ଇଏ ଆଉ ଏଠି ଗୋଟେ ଘର ବି ଅଛି କହନ୍ତି ଏଠି ବି ଲୋକ ରହୁଥିଲେ ଏଇ ବରଗଛ ସକାଶୁ କେହି ଆଉ ରହୁନାହାନ୍ତି। ଏଠି ଦେଖନ୍ତୁ ପୁରା ତାଲା ପଡ଼ିକି ଅଛି ଜଙ୍ଗଲ ମଧ୍ୟରେ ପୁରା ଦେଖନ୍ତୁ ଚାରିଆଡ଼େ ଜଙ୍ଗଲ ହିଁ ଜଙ୍ଗଲ କେବଳ ଗୋଟିଏ ଘର। ଏଠି ସେଇ ବରଗଛ ସକାଶୁ କିଛି ଆକ୍ଟିଭିଟି ଦେଖାହେଲା ବୋଲି ସେ ସେଥିପାଇଁ ଛାଡ଼ିକି ପଳେଇଛନ୍ତି। ମାନେ ସବସ୍କ୍ରାଇବର ଆମର କହିବା କଥା। ଦେଖିବା ଆଉ ଗୋଟେ ଗଛ ଯେଉଁ କହୁଥିଲେ ସେ ଗଛ ଟିକେ ଯିବା। ଏଇଠି ଏଇ ହେଉଛି ସେଇ ଗଛ ଯେଉଁଠି ଆମ୍ବ ନ ଫଳିକି ଏଠି ବହୁତ ଜିନିଷ ହେଇଯାଇଛି। ଆଉ ଏଇଟା ଏଇଟା କ'ଣଟା ବି ଧରିଲେ ମୁଁ ଦେଖେଇନି ଟିକେ କ'ଣଟା ଅଛି ବେ ସତରେ ତା ଭିତରେ କ'ଣଟା ଅଛି ଏଇଟା କ'ଣ କାଢ଼ିକି ଦେଖିବା। ଓଜନ ବହୁତ ଲାଗୁଛି ବା କେତେ ଯେ ଭୟଙ୍କର ମାନେ ସେଠି ଗୋଟେ ବି ଉଇ ହୁଙ୍କା ବି ଅଛି ନା ଏଇଟା ସାପ ହୁଙ୍କା ବି ସାପ କ'ଣ କୁକୁରଟା ଭୟଙ୍କର ଯାଉଛି। ଦେଖିବା ସେଇ ଗଛ ମୂଳକୁ ଯିବା ଗୋଟେ ଦେଖିକି ଆସ। ହେଉଛି ଆଉ ଗୋଟେ ଗଛ ଆମ୍ବ ଗଛ ଇଏ ବି ସେମିତି ପୁରା ଝଙ୍କାଳିଆ ହେଇକି ଅଛି ପୁରା ଝଙ୍କାଳିଆ। ସେ କ'ଣ ଏମିତି ହେଉଛି କି ଆଉ ଏମିତି କ'ଣ ହେଉଛି ଦେଖିଲେ ଭୟ ଲାଗୁଛି ତାକୁ ମାନେ ଏମିତି ହେଉଛି ସେ ମାନେ ଏମିତି ହେଉଛି ଆଉ ଗୋଟେ ଗଛ ଯେଉଁ ବର ଗଛ ସେଇଠି ସେପାଟ ରହିଲା ବର ଗଛ ଟିକେ ଦେଖେଇଦିଅ। ଗୋଟେ ସେଠି ଗୋଟେ ବର ଗଛ ଆଉ ଏଠି ଗୋଟେ ଆମ୍ବ ଗଛ ଇଏ ହେଉଛି କୁହନ୍ତି 2 ଭଉଣୀ ଆଉ ଏଠି ଜଣେ ରୁହେ ଆଉ ସେଠି ବି ଜଣେ ରୁହେ ଆକ୍ଟିଭିଟି ମାନେ ସେପଟେ ଗୋଟେ ଏପଟେ ଗୋଟେ ଦିଟା ଆଉ ରାତି ହେଲେ ଏଠି ସନ୍ଧ୍ୟା ରାତି କଥା ଛାଡ଼ିଦିଅ ସନ୍ଧ୍ୟା ହେଲେ ସେଠି କିଛି ଆକ୍ଟିଭିଟି ଦେଖାଯାଏ ଆଉ ଏଇ ଗଛରେ କିଛି ବି ଆକ୍ଟିଭିଟି ଦେଖାଯାଏ। ଆଉ ବହୁତ ସାରା କଣ୍ଟା ବି ପୋତା ହେଇଛି
ମାନେ କଣ୍ଟାଇ ବାଡ଼ା ହେଇଛି ଏ ଭିତରେ ତାର ବି ଲଗା ହେଇଛି ଦେଖିକି କିଭଳି ଭାବରେ ଇଏ ଗଛ ହେଇଛି। ଆଉ ହେଉଛି ଯେଉଁ ଘରଟି ଆପଣଙ୍କୁ କହୁଥିଲି ଇଏ ହେଉଛି ସେଇ ଘର। ଏଠି ବି କେହି ଲୋକ ରହୁନାହାନ୍ତି। ଏଥି ସକାଶୁ କିଛି ଆକ୍ଟିଭିଟି ଦେଖାହେଲା। ଆଉ ତାଙ୍କରି ଭୟରେ କିଛି ଆତ୍ମା ବୁଲୁଛନ୍ତି। ଆଉ ତାଙ୍କରି ଭୟରେ ସିଏ ବି ଛାଡ଼ିକି ପଳେଇଛନ୍ତି। ଆଉ ଆଖପାଖରେ ବି କେହି ଗୋଟେ ବି ଘର କରିନାହାନ୍ତି। ଦେଖନ୍ତୁ ପୁରା ମାନେ ସତରେ ଏଠି ଭୟ ଲାଗୁଛି ବେ ଏକୁଟିଆ ଆସିବା ପାଇଁ। ଆମେ କେବଳ 2 ଜଣ ହିଁ ଅଛୁ। ଆଉ ଆମ ସାଙ୍ଗ ଯିଏ 2 ଜଣ ଥିଲେ ବସୁର ଆଉ ଗୋଟେ ପିଲାର, କିନ୍ତୁ ସେମାନେ କହିଲେ ଆମକୁ ଟିକେ ଟାଇମ୍ ନାହିଁ। ଆଉ ସେଠି ବି ବହୁତ ଟିକେ ଡେଞ୍ଜର। ଆଉ ସେଠି ତମେ ବି ଯାଅନି, ଆମକୁ ବି ମନା କରିଥିଲେ। କିନ୍ତୁ ଆମେ ଯେହେତୁ କହିଛୁ ଆସିବାକୁ ପଡ଼ିବ, ଆମେ ଆସିଲୁ। ଦେଖିବା ହେବ ଯଦି ଆଜି ରାତିରେ ଏଇଠିକିନା ଟିକେ କ୍ୟାମ୍ପ ପକେଇବୁ। ଦେଖିବା ଆମ ସହିତ କ'ଣ ହେଉଛି ସବୁ। ଆମେ ଏଇଠି ବ୍ଲଗ୍ ଟିକି ଏଇଠି ହିଁ ରଖୁଛୁ। ଦେଖିବା ଆଉ ଗୋଟେ ବ୍ଲଗ୍ରେ ଆଉ ଗୋଟେ ନୂଆ ଘୋଷ୍ଟ ପ୍ଲେସ୍ରେ। ଜୟ ଜଗନ୍ନାଥ।